କାହିଁକି ମଣିଷ ତା ଜୀବନରେ ଦୁଃଖୀ ଓ ଗରିବ ହୋଇଥାଏ? ଆମେ ସମସ୍ତେ ଆମ ଜୀବନରେ ବହୁତ ସମସ୍ୟା ଦେଖିଥାଉ। ଆମେ ସର୍ବଦା ଭାବିଥାଉ କି ଆମ ଜୀବନରେ କ'ଣ ପାଇଁ ସମସ୍ୟା ରହିଥାଏ। ସେହି ସମସ୍ୟା କିଛି ବି ହୋଇପାରେ, ଯେପରିକି ଆର୍ଥିକ, ପାରିବାରିକ ଅଶାନ୍ତି ଆଦି। ତେବେ ପ୍ରାୟତଃ ବହୁତ ଲୋକ ଭାବିଥାନ୍ତି କି ଆମେ କାହିଁକି ଗରିବ ହେଇଥାଉ। ଆମ ଜୀବନରେ ଆର୍ଥିକ ସ୍ଥିତି ସବୁବେଳେ କ'ଣ ପାଇଁ ଖରାପ ହୋଇଥାଏ। ତେଣୁ ଆଜି ଆମେ ଏହି ବିଷୟରେ ଏକ କାହାଣୀ କହିବୁ। ତେବେ କୌଣସି ଏକ ସ୍ଥାନରେ ଏକ ଗରିବ କୃଷକ ରହୁଥିଲା। ସେ ଅନେକ ପରିଶ୍ରମୀ ଥିଲା, କିନ୍ତୁ ତା ମନରେ ସଦାସର୍ବଦା ଗୋଟିଏ ପ୍ରଶ୍ନ ରହିଥାଏ କି ମୁଁ ଏତେ ପରିଶ୍ରମ କରୁଛି, ତଥାପି ଏତେ ଗରିବ କ'ଣ ପାଇଁ? ତେବେ ଲୋକଟି ସବୁଦିନ ସକାଳୁ ନିଜର ଜମିକୁ ଯାଏ। ସେ ଦେଖେ ଅନେକ ଲୋକଙ୍କ ବୃଦ୍ଧଙ୍କ ନିକଟକୁ ଯାଉଛନ୍ତି, କିନ୍ତୁ ସେମାନେ ଗରିବ ହେଲେ ମଧ୍ୟ ଖୁସିରେ ଅଛନ୍ତି। ସେ ଗୋଟିଏ ଦିନ ସ୍ଥିର କଲା ଯେ ମଧ୍ୟ ବୃଦ୍ଧଙ୍କ ନିକଟକୁ ଯିବ। କିନ୍ତୁ ପରେ ଭାବିଲା, ମୁଁ ଗଲେ କ'ଣ ସେ ମୋତେ ଜ୍ଞାନ ଦେବେ? ଏପରି ଭାବି ଲୋକଟି ଗଲା ନାହିଁ। ତେବେ ଦିନେ ଲୋକଟି ବହୁତ ଚେଷ୍ଟା ପରେ ବୃଦ୍ଧଙ୍କ ନିକଟକୁ ଗଲା। ଯାଇକି ସେଠାରେ କହିଲା ଯେ ଗୁରୁ, ମୁଁ ଏତେ ଗରିବ କ'ଣ ପାଇଁ? ମୋର ଏତେ ଦୁଃଖ କାହିଁକି? ବୃଦ୍ଧ ଉତ୍ତରରେ ଦେଲେ, ତାକୁ କହିଲେ, ତୁମେ କେବେ କାହାକୁ କିଛି ଦେଇଛ? କାହାକୁ ଖୁସି ପ୍ରଦାନ କରିଛ? ସେ କହିଲେ, ମୁଁ ତ ଗରିବ, ମୁଁ କାହାକୁ କିପରି ଅର୍ଥ ଦେବି? ମୁଁ ନିଜେ ଦୁଃଖିନୀ, ଅନ୍ୟକୁ କିପରି ସୁଖ ଦେବି? ଏହା ଶୁଣି ବୃଦ୍ଧ କହିଲେ, ତୁମକୁ ଭଗବାନ ସୁନ୍ଦର ମୁଖ, ମସ୍ତିଷ୍କ ଓ ହାତ ଦେଇଛନ୍ତି। ତୁମେ କାହାକୁ କିଛି ନ ଦେଇ ପାରିଲେ ମଧ୍ୟ ଶାରୀରିକ ଖୁସି ତ ଦେଇପାରିବ ନା? ନିଜର ମସ୍ତିଷ୍କରୁ ଅନ୍ୟ ପାଇଁ ଭଲ ଭାବନା, ବାଣୀରେ ଅନ୍ୟକୁ ଖୁସି ଦେବା ଆଦି ଯଦି ତୁମେ ଅନ୍ୟକୁ ଖୁସି ଶାନ୍ତି ଦେବ, ତେବେ ତୁମ ଜୀବନରେ ମଧ୍ୟ ଖୁସି ଓ ଶାନ୍ତି ଆସିବ। ସେମିତି ଆମେ ଏକ ମଞ୍ଜି ପୋତିଲେ ସେଥିରୁ ଫଳ ବାହାରିଥାଏ। ସେହି ଫଳ ମିଠା ହୋଇପାରେ, ଖଟା ମଧ୍ୟ ହୋଇପାରେ। ସେହିଭଳି ଆମେ ଯଦି ଅନ୍ୟକୁ ସାହାଯ୍ୟ କରିବା, ଆମ ଜୀବନ ମଧ୍ୟ ସୁଖମୟ ହେବ। ଯଦି ଅନ୍ୟକୁ କଷ୍ଟ ଦେବା, ଆମେ ବି କଷ୍ଟରେ ରହିବା। ଜୀବନରେ ସର୍ବଦା ନିଜ କଥା ନ ଭାବି ଅନ୍ୟଙ୍କ ବିଷୟରେ ମଧ୍ୟ ଭାବିବା ଉଚିତ। ଏହି ଭାବନା ଯେପରି ଅନ୍ୟର କ୍ଷତି ନ କରେ। ଆମ ଜୀବନରେ ଆମେ ଯେପରି କାର୍ଯ୍ୟ କରିବା, ସେହିଭଳି ଫଳ ପାଇବା। ଆପଣ ଜାଣିଲେ କାହିଁକି ମଣିଷ ତା ଜୀବନରେ ଦୁଃଖୀ ଏବଂ ଗରିବ ହୋଇଥାଏ। ଏହା ହେଉଛି ଏକ ବୁଦ୍ଧଙ୍କର ବାଣୀ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ଭିଜିଟିଂ।